ହଁ କୁହ। ଶୋଇ ପଡିଥିଲି ତ। ହଁ ବୋଉ ଆଉ ଖୁଡି ଆସୁଛନ୍ତି? କେତେବେଳେ ଫୋନ କରିଥିଲେ? ଆଚ୍ଛା 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 ହଉ 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 ତାହେଲେ ରଖ, ମୁଁ ଯାଏ ଘର ଦ୍ୱାର ସଫା କରିଦିଏ। ହଉ। ପ୍ରଥମ ଥର ଆମର ଏଇ ଭଡା ଘରକୁ ଶାଶୁ ଆସୁଛନ୍ତି। କେଜାଣି କଣ କହିବେ, ଏବେଠୁ ଭାବିଲା ବେଳକୁ ଭୟ ଲାଗୁଛି। ଯା ରୋଷେଇଟା ସାରିଦିଏ। ବୋଉ ଖୁଡି ଆସନ୍ତୁ ଆସନ୍ତୁ, ରୋଷେଇ ଘରେ ଥିଲି ତ ସେଇଥିପାଇଁ କବାଟ ଖୋଲି ଖୋଲି ଲେଟ୍ ହେଇଗଲା। ଆପଣ ବସନ୍ତୁ, ମୁଁ ପାଣି ନେଇକି ଆସିଛି। ବଡ ଘର ଗୋଟେ ନେଇଛନ୍ତି ଭଡାରେ ଆଉ। ଦେଖୁଛୁ ତ ଘରକୁ କେମିତି ସଫା ସୁତୁରା ରଖିଛି। ଆଉ ମତେ ଲାଗୁନି ଏ ସଫା କରୁଥିବ ବୋଲି, ମତେ ଲାଗୁଛି କୁଆଡୁ କାମବାଲି ଗୋଟେ ରଖିଥିବ, ସେ ଆସିକି କରିଦେଇକି ପଳଉଥିବ। ମୋ ପୁଅର ଟଙ୍କା ଲୁଟୁଛି ଆଉ। ନାଇଁ ମୋ ନାନୀ, ମୁଁ ଏବେ ପଚାରିଲି ବୋହୂକୁ, ଆଉ କେହି କାମ କରିବାକୁ ଆସୁନାହାନ୍ତି, ସବୁ ଇଏ ଏକା କରୁଛି। ବୋଉ ଚା ଫା କିଛି ବନେଇଦେବି? ଏବେ ତ କୋଲ୍ଡ ଡ୍ରିଙ୍କସ ଦେଇଥିଲୁ ପିଇଲୁ, ଆଉ ପୁଣି କଣ ଚା ଫା ଯେ? ହଉ